ସମସ୍ତଙ୍କୁ ସୁପ୍ରଭାତ। ସ୍କୁଲରେ ପହଞ୍ଚିବା ପରେ ରୌରବ ଓ ଅମରେଶ ସାରଙ୍କ ସହ ପ୍ରୋଜେକ୍ଟ ଧରି ଚାଲିଲୁ ଗଭର୍ଣ୍ଣମେଣ୍ଟ ଗାର୍ଲସ ହାଇସ୍କୁଲ କରଞ୍ଜିଆ ଅଭିମୁଖେ। କାହିଁକି ନା ଆଜି ସଷ୍ଟେନେବୁଲ ଲାଇଫଷ୍ଟାଇଲ ବିଷୟରେ ଏକ ଏକ୍ଜିବିସନ ଅନୁଷ୍ଠିତ ହେବାକୁ ଥିଲା, ଯେଉଁଥିରେ ଆମର ସବ୍ ଥିମ୍ ଥିଲା ସେଭ୍ ୱାଟର। ଗାର୍ଲସ ହାଇସ୍କୁଲରେ ପହଞ୍ଚିବା ପରେ ପ୍ରଥମେ ରେଜିଷ୍ଟ୍ରେସନ କରି ପ୍ରୋଜେକ୍ଟଟିକୁ ସମ୍ପୂର୍ଣ୍ଣ ଭାବେ ସଜାଡ଼ିଥିଲୁ। ବିଭିନ୍ନ ବିଦ୍ୟାଳୟରୁ ପିଲାମାନେ ପ୍ରାୟ 7ଟି ସବ୍ ଥିମ୍ ଉପରେ ନିଜର ପ୍ରକଳ୍ପମାନ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ଥିଲା ସେଭ୍ ୱାଟର, ସେଭ୍ ଏନର୍ଜି, ରିଡ୍ୟୁସ୍ ୱେଷ୍ଟ, ରିଡ୍ୟୁସ୍ ଇ ୱେଷ୍ଟ, ଏଲିମିନେଟ୍ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍, ହେଲ୍ଦି ଲାଇଫଷ୍ଟାଇଲ ଓ ସଷ୍ଟେନେବୁଲ ଫୁଡ୍ ସିଷ୍ଟମ। ପରେ ଆମେ ସମସ୍ତେ ଏକତ୍ର ହୋଇ ଶପଥ ପାଠ କରିଥିଲୁ। ମୁଁ ମୋର ପରିବାର, ବନ୍ଧୁ ଏବଂ ଅନ୍ୟମାନଙ୍କୁ ଧନ୍ୟବାଦ। ସାଂସ୍କୃତିକ କାର୍ଯ୍ୟକ୍ରମରେ ପିଲାମାନେ ସୁନ୍ଦର ଭାବରେ ନିଜର ନୃତ୍ୟ ପରିବେଷଣ କରିଥିଲେ। ପରେ 3 ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଶେଷରେ ଏକ ଗ୍ରୁପ ଫଟୋ ହେବା ପରେ ରୌରବକୁ ନେଇ ତାଙ୍କ ଘରେ ଛାଡ଼ିଥିଲି। ଆଜିର ବ୍ଲଗଟିକୁ ଏଇଠି ଶେଷ କଲି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ରହିଲି, ବାଏ ବାଏ।